ରାଉରକେଲାରେ ନୃତ୍ୟ ଅନୁଷ୍ଠାନ ସାଂସ୍କୃତିକ ଓ କଳାଭୂମିର ମିଳିତ ଆନୁକୂଲ୍ୟରେ ଦୁଇଦିନିଆ ଭାରତୀୟ ଆନ୍ତର୍ଜାତିକ ନୃତ୍ୟ ମହୋତ୍ସବ ଭଞ୍ଜ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଦୁଇଦିନିଆ ନୃତ୍ୟ ମହୋତ୍ସବରେ ଦେଶର ବିଭିନ୍ନ ରାଜ୍ୟରୁ ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ନୃତ୍ୟଶିଳ୍ପୀମାନେ ନିଜର ନୃତ୍ୟ ପରିବେଷଣ କରିଥିଲେ। ଏହି କ୍ରମରେ ବିଭିନ୍ନ ବର୍ଗରେ ରାଉରକେଲାରୁ ଓଡ଼ିଶୀରେ ଆଦ୍ୱିକା ସଂଘନିକ ସାହୁ, ସୁଜଳ ସାଇକ୍ରିଷ୍ଣା ବେହେରା, ଦେବାଙ୍ଗୀ ପାଡ଼ି, ରାଜଗାଙ୍ଗପୁରରୁ ଦେବଶ୍ରୀ ଓଝା, ସମ୍ବଲପୁରରୁ ସାନବୀ ପ୍ରଜକ୍ତା ଦଳ, ଆନନ୍ଦପୁରରୁ ଶ୍ରୁତି ପ୍ରଜ୍ଞା ପଣ୍ଡା, ବଲାଙ୍ଗୀରରୁ ସ୍ପନ୍ଦିତା କୁମାରୀ ମେହେର ପ୍ରମୁଖ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲା ବେଳେ ଭାରତନାଟ୍ୟମରେ ରାଉରକେଲାରୁ ତମନା ପାଢ଼ୀ, ବି କାମାକ୍ଷା, ଅପୂର୍ବା ମହାନ୍ତି, ଡି ହରିଣୀ, ଆସାମରୁ ଋତୁପୂର୍ଣ୍ଣା ବୁଡ଼, ରାଉରକେଲାର ତ୍ରିଶା ଡ୍ୟାନ୍ସ ଏକାଡେମୀ, ପାୟଲ ଡ୍ୟାନ୍ସ ଏକାଡେମୀ, ତ୍ରିବେଣୀ କଳା ସଙ୍ଗମ, ରାଞ୍ଚିର ଦେବସ୍ରୋତା ଓଡ଼ିଶୀ ଏକାଡେମୀ, ମୁମ୍ବାଇର ରୋଜା ରଣା, ରାଉରକେଲାର କଳାଭୂମି ନୃତ୍ୟମ୍ ଧୁରମ୍, କେରଳର ଶ୍ରୀଜା ଆର୍ କ୍ରିଷ୍ଣା, ଭୁବନେଶ୍ୱରରେ ଆଦୃତ ରାଓ ଏକାଡେମୀ, କଲିକତାର ମୋହିନୀ ଅଟମ ଅନୁଷ୍ଠାନର ନୃତ୍ୟଶିଳ୍ପୀମାନେ ନୃତ୍ୟ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ କଳାମଣ୍ଡଳମ୍ ସତ୍ୟନାରାୟଣ, କଳାମଣ୍ଡଳମ୍ ଶ୍ରୀଜି ଆର୍ କୃଷ୍ଣ ଓ ମୌସୁମୀ ନନ୍ଦ ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ। କାର୍ଯ୍ୟକ୍ରମରେ ଡକ୍ଟର ସୁମନ ଦତ୍ତ, ଏନ୍ଆଇଟିର ଡକ୍ଟର ରୋହନ ଧୀମାନ, ଚନ୍ଦ୍ରଶେଖର ଶତପଥୀ, କଳ୍ପନା ଶତପଥୀ, ଡକ୍ଟର ସଞ୍ଜିତା ଚୌଧୁରୀ, ଶ୍ୟାମହରି ଚକ୍ର, ଗୁରୁ ଶ୍ରୀମତୀ ମୋଦଲକର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ନୃତ୍ୟ ପ୍ରତି ସମର୍ପିତ ଗୁରୁ ଅଳକା ଚାନ୍ଦଙ୍କୁ ଜୀବନବ୍ୟାପୀ ନୃତ୍ୟ ସାଧନା ସମ୍ମାନରେ ସମ୍ମାନିତ କରାଯାଇଥିଲା। ମୌସୁମୀ ନନ୍ଦ, ରୋଜା ରଣା, ଦେବସ୍ମିତା ନାୟକ, ଶ୍ରୀଜା କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଉଦ୍ଯାପନୀ ଉତ୍ସବରେ ସମସ୍ତ ଅନୁଷ୍ଠାନର ନୃତ୍ୟଶିଳ୍ପୀମାନେ ମିଳିତ ଭାବେ ବସୁଧୈବ କୁଟୁମ୍ବକମ ନାମକ ଏକ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ। ରାଉରକେଲାରୁ ଡକ୍ଟର ପ୍ରମୋଦ କୁମାର ଜଗଦେବଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ୍।